ବର୍ଷ ବର୍ଷ ଧରି ନାହିଁ ନାହିଁରେ ଚାଲିଥିବା ଭଦ୍ରକ ଜିଲ୍ଲା ପାଇଁ ଡାକ ମଣ୍ଡଳର ଏକ ବିଭାଗୀୟ ନିଷ୍ପତ୍ତି ଲକ୍ଷ ଲକ୍ଷ ଜିଲ୍ଲାବାସୀଙ୍କୁ ମର୍ମାହତ କରିଛି। ରେଲୱେ ମେଲ୍ ସର୍ଭିସ ଭଳି ଏକ ବହୁ ଆବଶ୍ୟକୀୟ ଗୁରୁତ୍ୱପୂର୍ଣ୍ଣ ସେବା ଭଦ୍ରକରେ ବନ୍ଦ ହୋଇଯାଇଛି। ମୁଖ୍ୟ ଡାକ ମଣ୍ଡଳ ସାଧାରଣ ପରିଚାଳକ ଭୁବନେଶ୍ୱରଙ୍କ ଚିଠି ଦ୍ୱାରା ସ୍ପଷ୍ଟ ହୋଇଛି ଯେ ଭଦ୍ରକର RMS ବାଲେଶ୍ୱର ସହ ମିଶ୍ରଣ ହୋଇଛି। 2018ରୁ ଧୀରେ ଧୀରେ ବିଭିନ୍ନ ସେବା ସ୍ପିଡ୍ ପୋଷ୍ଟ, ରେଜିଷ୍ଟ୍ରି, ପାର୍ସଲ ଆଦି ପଡ଼ୋଶୀ ବାଲେଶ୍ୱର ଓ ଯାଜପୁର ଜିଲ୍ଲାକୁ ଉଠିଗଲାଣି। ଏହାକୁ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଭଦ୍ରକ ନାଗରିକ ମଞ୍ଚ ପକ୍ଷରୁ ସହରର ଗାନ୍ଧୀ ପଡ଼ିଆ ସୀତାରାମ କଲ୍ୟାଣ ମଣ୍ଡପରେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନ କରାଯାଇ CPMGଙ୍କର ଏଭଳି ନିଷ୍ପତ୍ତିକୁ ବିରୋଧ କରାଯିବା ସହ ସରକାରଙ୍କ ସ୍ଥାନାନ୍ତର ନିଷ୍ପତ୍ତିରେ ପୁନର୍ବିଚାର କରିବାକୁ ଜିଲ୍ଲାବାସୀଙ୍କ ପକ୍ଷରୁ ଦାବି କରାଯାଇଛି। ଆପଣଙ୍କ ପରିଚୟ? ଭଦ୍ରକରେ RMS ଉଠେଇଦେବା ଏକ ଦୁର୍ଭାଗ୍ୟର କଥା। ଭଦ୍ରକରୁ RMS ନେଇଯିବା ପାଇଁ ଯେଉଁ ଷଡ଼ଯନ୍ତ୍ର ମସଲା ଚଳାଇଛନ୍ତି ଆମେ ତାକୁ ବିରୋଧ କରୁଛୁ ଏବଂ ଏହି ଷଡ଼ଯନ୍ତ୍ର ପ୍ରତିବାଦରେ ଆମେ ଆଜି ସାମ୍ବାଦିକ ସମ୍ମିଳନୀ କରିଥିଲୁ। ସରକାରଙ୍କ ଅନୁରୋଧ କରୁଛୁ ସରକାର CPMG ମହୋଦୟ ଅନ୍ତତଃ ପକ୍ଷେ ଭଦ୍ରକରେ ଯେଉଁ RMS ସେଣ୍ଟର ଅଛି ତାକୁ ତୁରନ୍ତ ସ୍ଥାପିତ କରନ୍ତୁ। ସବୁଆଡ଼େ ଥିଲାବେଳେ ଭଦ୍ରକରୁ ଉଠାଇବାକୁ ଦାୟିତ୍ୱ ଦିଆଯାଇଛି। ତେଣୁ ଭଦ୍ରକର ଯେଉଁ ସ୍ୱାଭିମାନ କଥା ଅଛି ତେଣୁ ଭଦ୍ରକର ସ୍ୱାଭିମାନକୁ ଆଜି ଆମେ କୌଣସି ପ୍ରକାର ଭଦ୍ରକରେ ଉଠାଇ ଦେବୁ ନାହିଁ ନିଷ୍ପତ୍ତି ନେଇଛୁ। ଆଜି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସରକାରଙ୍କୁ ଅବଗତ କରିବା ପାଇଁ ଚାହୁଁ ଯେ ସରକାର ନିଶ୍ଚୟ ଭାବରେ RMS ରହୁ ଏବଂ RMS ଭଦ୍ରକ ଜିଲ୍ଲାବାସୀ 10 ଲକ୍ଷ ଜିଲ୍ଲାବାସୀ ଅଛନ୍ତି ତାଙ୍କ ସେବାକୁ ପ୍ରତ୍ୟାଖ୍ୟାନ এবং এঠারে সে রহব বলে যা নির্দিষ্ট ভাবে সিদ্ধান্ত করা নাগরিক মঞ্চ দ্বারা তার প্রতিবাদ করা রেল লোক করা এবং মাননীয় সাংসদ মহোদয়কে কুযাই সি যা করা কথা করছেন এঠার যেপরি হব ভদ্রকবাসী এক হয়ে এই কার্যক্রম সফল করবে বলিকি আজ আহ্বান দিয়া